ଆଜି ସକାଳୁ ସକାଳୁ ଏମିତି ହେଲା ଯେ ମୁଁ ଉଠିକିନା ପୁରା ଆଶ୍ଚର୍ଯ୍ୟ ହେଇଗଲି। ସ୍ୱାମୀ କୁଆଡ଼େ ଚିକେନ୍ ଆଣିକି ଧୋଇକି ରଖିଛନ୍ତି। ସେ ଆଇଁଷ ଛୁଇଁବା ଲୋକ ନୁହନ୍ତି। ଦେଖିଲା ବେଳକୁ କୁଆଡ଼େ ଚିକେନ୍ ଆଜି ଧୋଇକିନା ଥୋଇ ଦେଇଛନ୍ତି। କ'ଣ ନା ତୁ ଆଜି ଚିକେନ୍ ରାନ୍ଧିକିନା ଟିକେ ବନେଇବୁ କହୁଛି ଭଲ। ମୁଁ କହିଲି ଭଲ କ'ଣ, ବିରିୟାନୀ ଆଉ ଚିକେନ୍ ତରକାରୀ ଏଇଗୁଡ଼ାକ ତ ମୋତେ ଆସେ, ମୋତେ ବେଶୀ କିଛି ଆସେନି। ସେଠୁ ସିଏ କହିଲେ ଟିକେ ସେ ଯେଉଁ ବଘାର ରାଇସ୍ ତୁ ବନଉ ସେଇଟା ଟିକେ ବନେଇଲୁ। ଦୌଡ଼ିକିନା ମୋର ଯାହା ସବୁ ପ୍ରିପାରେସନ୍ କରିବାର ଥିଲା ସବୁ କରିକିନା ସାଙ୍ଗେ ସାଙ୍ଗେ ଯୋଗାଡ଼ି ଦେଲି। ଭାତ ସାଙ୍ଗେ ସାଙ୍ଗେ ମୁଁ ବସେଇଦେଲି। କହିଲେ ଆଜି ସ୍ୱାମୀ ଯଦି କିଛି ଅର୍ଡ଼ର ଦେଇଛନ୍ତି ମୁଁ କ'ଣ ପଛେଇବି। ବିନା ଲଙ୍କାରେ ଏ ରାଇସ୍ଟା ନା ଜମା ଭଲ ଲାଗେନି। ହେଲେ କ'ଣ କରିବା, ପୁଅ ତ ଖାଇବନି ନା ଲଙ୍କା, ସେଥିପାଇଁ ଆମେ ପକେଇଲୁନି। ତାପରେ ମୁଁ ପ୍ରିପାରେସନ୍ କରିବା ଷ୍ଟାର୍ଟ କରିଦେଲି। ମୋର ଟିକେ ଚିକେନ୍ ତରକାରୀ ଯେମିତିକି ଆମର ଚିନି ଫୁଟେଇକି, ଆମ ବାଲେଶ୍ୱର ସାଇଡ଼ରେ କ'ଣ ପାଇଁ ବି ଚିନି ଫୁଟେଇକିନା କରନ୍ତି ମୁଁ ବି ଜାଣିପାରେନି, କିନ୍ତୁ ଅଭ୍ୟାସ ପଡ଼ିଯାଇଛି। ବେଳେବେଳେ ମିଠା ବି ଲାଗେ। ମୁଁ ଭାବେ ମୁଁ କ'ଣ ପାଇଁ ଚିନି ପକେଇଲି କେଜାଣି, ଲଙ୍କା ତ ପକଉନି ଆଉ ଖାଲିଟାରେ ଗୋଟେ ଚିନି ପକେଇକିନା ଆହୁରି ତାକୁ ମିଠା କରିକିନା ଖାଉଛି। ହଉ ଛାଡ଼, ଏଇଥର ମୁଁ ଭାବୁଛି ନେକ୍ସଟ ଟାଇମ୍ ମୁଁ ଯେବେ ବି ଚିକେନ୍ ରାନ୍ଧିବି ଆଉ ମୁଁ ଜମା ବି ଚିନି ପକେଇବିନି, ସେମିତି ପକେଇକିନା ରାନ୍ଧିବି। ଛାଡ଼, ଯାହା ପାଖାପାଖି ଥିଲା ସବୁ ପକେଇକିନା ଚିକେନ୍ ତରକାରୀ ରାନ୍ଧିଲି। ସେତେବେଳକୁ ଟିକେ ବେଳ ଉବଳ ହେଇକିନା ଟିକେ ଡେରି ହେଇଗଲା। ମୁଁ ଭାବିଲି ନା ପ୍ରେସର କୁକରରେ ଟିକେ ପକେଇ ଦିଏ। 10 ମିନିଟ୍ ଅଳ୍ପ ଟିକେ ସ୍ଲୋରେ ବସେଇ ଦେଇଥିଲି। ଯାହା ହଉ ସିଝିଗଲା ଜଲ୍ଦି ଜଲ୍ଦି, କାହିଁକିନା ଏଇଟା ସେ ଅଷ୍ଟ୍ରେଲିଆ କଲର୍ ବାଡ଼ି ଥିଲା ନା। ତାପରେ ଦୌଡ଼ି ଧାପଡ଼ି ଆଣ୍ଠେଇ ମୁଁ ମୋ ପୁଅକୁ ନେଇକିନା ବାଢ଼ି ଦେଲି। ମୁଁ କହିଲି ବାବାରେ ତୁ ଆଗେ ଖାଇଦେଲୁ, ତାପରେ ମୁଁ ଶାନ୍ତିରେ ଟିକେ ବସିକି ଖାଇବି। ମୁଁ ବାଢ଼ି ସାରିଲା ପରେ ମୁଁ ତାପରେ ବସି ପଡ଼ିଲି ଖାଇବା ପାଇଁ। ଆଉ ସନ୍ଧ୍ୟାରେ ଯାହା ଚିକେନ୍ ଆଉ ଆଳୁ ଥିଲା ତାକୁ ଟିକେ ମୁଁ ମୁଢ଼ି ଗୋଳେଇକିନା ଖାଇଦେବି। ବାଲେଶ୍ୱରିଆ ନା, ଆଉ କିସ କରିବା କହନି,